କେବେ ଭାବିଛନ୍ତି ଜୀବନ କେମିତି ଆଗକୁ ବଢ଼େ, ପିଢ଼ି ପରେ ପିଢ଼ି ଗୋଟିଏ ପ୍ରଜାତି କେମିତି ନିଜକୁ ବଞ୍ଚେଇ ରଖେ? ଏସବୁର ମୂଳରେ ଅଛି ଗୋଟିଏ ବହୁତ ସାଧାରଣ କିନ୍ତୁ ବହୁତ ଚମତ୍କାର ପ୍ରକ୍ରିୟା। ତେବେ ଆସନ୍ତୁ ଆଜି ଜୀବନର ଏହି ସବୁଠୁ ବଡ଼ ରହସ୍ୟର ପର୍ଦ୍ଦା ଉଠେଇବା। ତେବେ ଏଇଠି ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଗୋଟିଏ ଜୀବ ତ ମରିଯାଏ, କିନ୍ତୁ ତାର ପୁରା ପ୍ରଜାତି କେମିତି ବଞ୍ଚି ରହେ? ହଜାର ହଜାର ବର୍ଷ ଧରି ଜୀବନର ଏହି ଧାରାକୁ ଚାଲୁ ରଖିବା ପାଇଁ ପ୍ରକୃତିର ପ୍ଲାନ୍ କ'ଣ? ଆଉ ଏହାର ଉତ୍ତର ହେଲା ପ୍ରଜନନ। ଏହା ସେହି ଯାଦୁକରୀ ପ୍ରକ୍ରିୟା ଯେଉଁଥିରେ ଜୀବମାନେ ନିଜ ଭଳି ନୂଆ ଜୀବ ସୃଷ୍ଟି କରନ୍ତି ଆଉ ନିଜ ବଂଶକୁ ଆଗକୁ ବଢ଼ାନ୍ତି। ମନେ ରଖିବା କଥା, ଏହା ଜଣେ ଜୀବନ୍ତ ରହିବା ପାଇଁ ଦରକାର ନୁହେଁ, କିନ୍ତୁ ଗୋଟେ ପୁରା ପ୍ରଜାତିର ଅସ୍ତିତ୍ୱ ପାଇଁ ଏହା ସବୁକିଛି। ହଉ, ତେବେ ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ଦେଖନ୍ତୁ, ପ୍ରଜନନ କେବଳ ନୂଆ ଜୀବ ତିଆରି କରିବା ନୁହେଁ, ଏହା ହେଉଛି ପ୍ରକୃତିର ସେହି ମାଷ୍ଟର ପ୍ଲାନ୍ ଯାହା ପାଇଁ ଜୀବନର ନଈ କେବେ ଶୁଖେନି, ସବୁବେଳେ ବହି ଚାଲିଥାଏ। ଆଉ ଜାଣିଛନ୍ତି, ଏଇ କାହାଣୀକୁ ଆଗକୁ ନେବା ପାଇଁ ନା ଜୀବଜଗତ ପାଖରେ ମୁଖ୍ୟତଃ ଦୁଇଟା ବାଟ ଅଛି। ଦୁଇଟା ପୁରା ଅଲଗା ଅଲଗା ଉପାୟ, କିନ୍ତୁ ଦୁହିଁଙ୍କର ଲକ୍ଷ୍ୟ ଗୋଟିଏ, ବଂଶକୁ ବଞ୍ଚାଇ ରଖିବା। ଆଉ ସେହି ଦୁଇଟି ବାଟ ହେଲା ଅଲିଙ୍ଗୀ ପ୍ରଜନନ ଆଉ ଲିଙ୍ଗିଆ ପ୍ରଜନନ। ଚାଲନ୍ତୁ ଦେଖିବା ଏ ଦୁଇଟା ଭିତରେ ପ୍ରକୃତିରେ ଫରକ କ'ଣ। ଦେଖନ୍ତୁ, ଅଲିଙ୍ଗୀ ପ୍ରଜନନ ହେଉଛି ଗୋଟେ ସିଧା ସରଳ ରାସ୍ତା। ଏଥିରେ କେବଳ ଜଣେ ହିଁ ପ୍ୟାରେଣ୍ଟ ଥାଏ, ଆଉ ତାର ଗୋଟେ ହୁବହୁ କପି ବା କ୍ଲୋନ୍ ତିଆରି ହୁଏ। ଏହା ବହୁତ ଶୀଘ୍ର ଆଉ ସହଜରେ ହେଇଯାଏ। କିନ୍ତୁ ଲିଙ୍ଗୀୟ ପ୍ରଜନନ ହେଉଛି ଗୋଟେ ରୋମାଞ୍ଚକର ରାସ୍ତା, ଯେଉଁଠି ଦୁଇଜଣ ପ୍ୟାରେଣ୍ଟଙ୍କର ଜିନ୍ ମିଶିକି ଗୋଟେ ପୁରା ୟୁନିକ୍ ସନ୍ତାନ ତିଆରି ହୁଏ। ଏଇଠୁ ହିଁ ଆସେ ବିବିଧତା। କିନ୍ତୁ କଥା ହେଉଛି, ଏସବୁ କେମିତି ହୁଏ? ଏହାର ପୁରା ରହସ୍ୟ ଲୁଚି ରହିଛି ଆମ ଶରୀରର ସବୁଠୁ ଛୋଟ ୟୁନିଟ୍, ମାନେ କୋଷ ଭିତରେ। ତେଣୁ ଏହାକୁ ବୁଝିବାକୁ ହେଲେ ଆମକୁ କୋଷ ବିଭାଜନ ବା ସେଲ୍ ଡିଭିଜନ ବିଷୟରେ ଜାଣିବାକୁ ପଡ଼ିବ। ତେବେ ପ୍ରଥମେ ଦେଖିବା ମାଇଟୋସିସ୍। ଏଇଟା ଏମିତି ଗୋଟେ ପ୍ରକ୍ରିୟା ଯାହା ଆମ ଶରୀରକୁ ବଢ଼ିବାରେ ଆଉ କିଛି କ୍ଷତି ହେଲେ ତାକୁ ଠିକ୍ କରିବାରେ ସାହାଯ୍ୟ କରେ। ଆଉ ହଁ, ଅଲିଙ୍ଗୀ ପ୍ରଜନନର ମୂଳ ବି ଏଇଟା ହିଁ। ମାଇଟୋସିସ୍କୁ ବୁଝିବାର ସବୁଠୁ ସହଜ ଉପାୟ ହେଲା ଏହାକୁ ଗୋଟେ ଫଟୋକପି ମେସିନ୍ ଭାବନ୍ତୁ। ଏହାର କାମ ବାସ୍ ଗୋଟିଏ କୋଷର ହୁବହୁ ନକଲ ବାହାର କରିବା, ଆଉ କିଛି ନୁହେଁ। ତେବେ ଏହି ଫଟୋକପି ପ୍ରକ୍ରିୟା ଆରମ୍ଭ କେମିତି ହୁଏ? ଦେଖନ୍ତୁ, ପ୍ରଥମେ କୋଷ ଭିତରେ ଥିବା ସବୁ ଜିନ୍ସର ସୂତା, ଯାହାକୁ କ୍ରୋମୋଜୋମ୍ କହନ୍ତି, ସେଗୁଡ଼ିକ ମୋଟା ହେଇ ସ୍ପଷ୍ଟ ଦେଖାଯାଏ। ତାପରେ ଏକଦମ ସିଧା ଲାଇନରେ ସବୁ କ୍ରୋମୋଜୋମ୍ କୋଷର ଠିକ୍ ମଝିରେ ଦାଢ଼ି ବାନ୍ଧି ଛିଡ଼ା ହେଇଯାଆନ୍ତି, ଯେମିତିକି କୌଣସି ଆଦେଶକୁ ଅପେକ୍ଷା କରୁଛନ୍ତି। ଆଉ ଏବେ ଦେଖନ୍ତୁ ମଜା। ପ୍ରତ୍ୟେକ କ୍ରୋମୋଜୋମ୍ରେ ଯେଉଁ କପି ତିଆରି ହେଇଥିଲା, ସେଗୁଡ଼ିକ ପରସ୍ପରଠାରୁ ଅଲଗା ହୋଇ କୋଷର ଦୁଇ ବିପରୀତ ପଟକୁ ଟାଣି ହେଇଯାନ୍ତି। ଶେଷରେ ଦୁଇ ପଟେ ନୂଆ ନ୍ୟୁକ୍ଲିୟସ୍ ତିଆରି ହୁଏ, ଆଉ କୋଷଟା ଠିକ୍ ମଝିରୁ ଦୁଇ ଭାଗ ହେଇଯାଏ। ବାସ୍, ଗୋଟିଏରୁ ହେଇଗଲା ଦୁଇଟା ଏକାଭଳି କୋଷ। ଏଇଟା ହିଁ ହେଲା ମାଇଟୋସିସ୍। ଠିକ୍ ଅଛି, ଫଟୋକପି ମେସିନ୍ କଥା ତ ଜାଣିଲେ। ଏବେ ଚାଲନ୍ତୁ ଦେଖିବା କୋଷ ଭିତରର ସବୁଠୁ ରୋମାଞ୍ଚକର ଖେଳ, ମିଓସିସ୍। ଲିଙ୍ଗୀୟ ପ୍ରଜନନର ପୁରା କାହାଣୀ ଏଇଠୁ ହିଁ ଆରମ୍ଭ ହୁଏ। ଆଉ ଯଦି ମାଇଟୋସିସ୍ ଫଟୋକପି ମେସିନ୍, ତାହେଲେ ମିଓସିସ୍ ହେଉଛି ଗୋଟେ ଜିନେଟିକ୍ ସ୍ଲଟ୍ ମେସିନ୍। ଏହାର କାମ ନକଲ କରିବା ନୁହେଁ, ଏହାର କାମ ହେଉଛି ଜିନ୍ଗୁଡ଼ିକୁ ମିଶେଇକି ପୁରା ଗୋଟେ ନୂଆ କମ୍ବିନେସନ୍ ତିଆରି କରିବା। ତ ଏହି ପ୍ରକ୍ରିୟା ଦୁଇଟା ଷ୍ଟେପ୍ରେ ହୁଏ। ପ୍ରଥମ ଷ୍ଟେପ୍, ମିଓସିସ୍ 1ରେ କ୍ରୋମୋଜୋମ୍ ସଂଖ୍ୟା ଠିକ୍ ଅଧା ହେଇଯାଏ। ଆଉ ଦ୍ୱିତୀୟ ଷ୍ଟେପ୍, ମିଓସିସ୍ 2ରେ ସେଇ କୋଷଗୁଡ଼ିକ ଆଉଥରେ ଭାଗ ହୁଅନ୍ତି। ତେବେ ଫଳ କ'ଣ ହେଲା? ଗୋଟିଏ କୋଷରୁ ତିଆରି ହେଲା ଚାରିଟା ନୂଆ କୋଷ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସବୁ ନୂଆ କୋଷରେ କ୍ରୋମୋଜୋମ୍ ସଂଖ୍ୟା ଥାଏ ମୂଳ କୋଷର ଠିକ୍ ଅଧା। କିନ୍ତୁ ମିଓସିସ୍ର ଅସଲି ଯାଦୁ ହେଉଛି କ୍ରସିଂ ଓଭର। ଏଠି କ'ଣ ହୁଏ ନା, କ୍ରୋମୋଜୋମ୍ସଗୁଡ଼ିକ ନିଜ ନିଜ ଭିତରେ ଜିନ୍ର କିଛି ଅଂଶ ଅଦଳବଦଳ କରନ୍ତି। ଆଉ ଏଇଥିରୁ ହିଁ ତିଆରି ହୁଏ ନୂଆ ନୂଆ ଜେନେଟିକ୍ କମ୍ବିନେସନ୍, ଯାହାକୁ ଆମେ ବିବିଧତା ବୋଲି କହୁ। ତେବେ ସିଧା କଥା ହେଲା, ମାଇଟୋସିସ୍ ହେଉଛି ଶରୀରର ବୃଦ୍ଧି ଓ ମରାମତି ପାଇଁ। ଫଳ ହେଲା ଦୁଇଟି ହୁବହୁ ସମାନ କୋଷ। ଆଉ ମିଓସିସ୍ ହେଉଛି ପ୍ରଜନନ ପାଇଁ। ଏହାର ଫଳ ହେଲା 4ଟି ୟୁନିକ୍ କୋଷ, ଯେଉଁଥିରେ କ୍ରୋମୋଜୋମ୍ ସଂଖ୍ୟା ଅଧା। ହଉ, ଏତେ ସବୁ ତ କୋଷ ଭିତରର କଥା ଗଲା, କିନ୍ତୁ ଆମ ଆଖପାଖ ଦୁନିଆରେ ଏସବୁ କେମିତି ଦେଖାଯାଏ? ଚାଲନ୍ତୁ ଗଛପତର ଦୁନିଆରୁ କିଛି ମଜାଦାର ଉଦାହରଣ ଦେଖିବା। ଏଇ ଯେମିତିକି ଇଷ୍ଟ, ଏଠି ଅଲିଙ୍ଗୀ ପ୍ରଜନନ ହୁଏ, ଯାହାକୁ ବଡିଂ କୁହାଯାଏ। ଦେଖନ୍ତୁ, ମୂଳ କୋଷରୁ ଗୋଟେ ଛୋଟ କଳିକା ଭଳି ବାହାରୁଛି, ଆଉ ଟିକେ ବଡ଼ ହେଲା ପରେ ସେଇଟା ଅଲଗା ହେଇ ଗୋଟେ ପୁରା ନୂଆ ଇଷ୍ଟ ହେଇଯାଉଛି। ଆଉ ଏଇଟା ଦେଖନ୍ତୁ, ଏଇଟା ତ ଆହୁରି ମଜାଦାର। ଏହା ହେଉଛି ଅମରପୋଇ ଗଛର ପତ୍ର। ଏଇଟା ହେଉଛି ପ୍ରକୃତିର ନିଜସ୍ୱ କ୍ଲୋନିଂ ମେସିନ୍। ଏଠି ପତ୍ରର ଧାରରୁ ହିଁ ପୁରା ନୂଆ ନୂଆ ଗଛ ବାହାରି ଆସେ,
ଯାହାକି ମୂଳ ଗଛର ଏକଦମ ହୁବହୁ କପି। କିନ୍ତୁ ଗଛମାନେ ଲିଙ୍ଗୀୟ ପ୍ରଜନନ ବି କରନ୍ତି। ଆରମ୍ଭ ହୁଏ ପରାଗଣରୁ। ଆଉ ଜାଣିଛନ୍ତି, ଫୁଲ ଫୁଟୁଥିବା ଗଛମାନଙ୍କର ଗୋଟେ ବହୁତ ଖାସ୍ କଥା ଅଛି, ଯାହାକୁ କୁହାଯାଏ ଡବଲ ଫର୍ଟିଲାଇଜେସନ୍। ଏଥିରେ କେବଳ ଭ୍ରୂଣ ତିଆରି ହୁଏନି, ତା ସହିତ ତା ପାଇଁ ଖାଦ୍ୟ ବି ତିଆରି ହୁଏ। ଆଉ ଏଇଥିରୁ ହିଁ ତିଆରି ହୁଏ ଗୋଟେ ସମ୍ପୂର୍ଣ୍ଣ ନୂଆ ମଞ୍ଜି। ତେବେ ଶେଷରେ ଆସନ୍ତୁ ଗୋଟେ କଥା ଭାବିବା, ଯଦି ନକଲ କରିବା ଏତେ ସହଜ, ଏତେ ଶୀଘ୍ର ହେଇଯାଉଛି, ତେବେ ପ୍ରକୃତି କାହିଁକି ଏତେ କଷ୍ଟ କରି, ଏତେ ସମୟ ନେଇ ଜିନ୍କୁ ମିଶାଇବାର ଜଟିଳ ରାସ୍ତା ବାଛିଲା? କାହିଁକି ଏହି ଲିଙ୍ଗୀୟ ପ୍ରଜନନ? ବୋଧହୁଏ ଏହାର ଉତ୍ତର ଗୋଟିଏ ଶବ୍ଦରେ ହିଁ ଅଛି, ବିବିଧତା। କାରଣ ବଦଳୁଥିବା ଦୁନିଆରେ ସମାନତା ନୁହେଁ, ବରଂ ବିବିଧତା ହିଁ ବଞ୍ଚି ରହିବାର ସବୁଠୁ ବଡ଼ ଶକ୍ତି।